ଧଉଳି ଶାନ୍ତିସ୍ତୂପ ନିକଟ ଦୟାନଦୀ ପଠାରେ ନାବାଳିକାକୁ ଗଣବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି। ସେ ହେଲା ସତ୍ୟପ୍ରକାଶ ହାତୀ ଓରଫ ହାପି ଓରଫ ଜୋକର ହାପି, ବୟସ 25। ତା ଘର ଶିଶୁପାଳଗଡ଼ ପାଇକେରା ଭୋଇ ସାହିରେ। ବଳାତ୍କାର ପରେ ସେ ପ୍ରଥମେ ଖୋର୍ଦ୍ଧାରେ ଆତ୍ମଗୋପନ କରିଥିଲା, ପରେ ଗଞ୍ଜାମ ଯାଇ ସମ୍ପର୍କୀୟ ଘରେ ଲୁଚିଥିଲା। ସ୍ପେଶାଲ ସ୍କ୍ୱାଡର ଏକ ଦଳ ଗଞ୍ଜାମରୁ ତାକୁ ବୁଧବାର ରାତିରେ ଗିରଫ କରିଛି।